ନୃସିଂହ ଦାସ ଜଗତସିଂହପୁର ତିର୍ତ୍ତୋଲ ମତଜପୁର ଆସିଛି। ଆଉ ପ୍ରତ୍ୟେକ ସଂକ୍ରାନ୍ତି ଦିନ କାଳିଆଙ୍କ ଡୋରି ଲାଗେ, ସବୁ ସଂକ୍ରାନ୍ତି ଦିନ ଆସିପାରେ ତାଙ୍କ ଦୟାରୁ। ଆଉ ଏମିତିକି 2024 ମସିହା ମୁଁ ପିଲା ଛୁଆଙ୍କୁ ନେଇକି ଆଇଛି। ଆଉ ଏମିତି ଆଜି ଯେମିତି ସଂକ୍ରାନ୍ତି ଆଉ ଏକାଦଶୀ ସେମିତି ଥିଲା, ଆଜି ଯେମିତି ପଡ଼ିଛି ସେମିତି ଯିବା ବି ଲେଟ୍ ହେଇଯାଇଛି। ମୁଁ ଟ୍ରେନ୍ରେ ଆଇଥିଲି, ପିଲା ଛୁଆଙ୍କୁ ନେଇକି ଆଇଥିଲି, ଟ୍ରେନ୍ରେ ନେଇକି ଆଇଥିଲି। ଏଠୁ 7:30 8ଟା ହେଇଗଲା। ଏଠୁ ବାହାରୁ ବାହାରୁ ଆମ ଘର ଜଗତସିଂହପୁର, ପାରାଦ୍ୱୀପ ଗାଡ଼ି ମିଳିବ କି ନ ମିଳିବ ମୁଁ ଭଗବାନଙ୍କୁ ଡାକୁଥାଏ କେମିତି କ'ଣ ପହଞ୍ଚିବି। ଛୋଟ ଛୁଆ କେମିତି ପହଞ୍ଚିବି, ଟ୍ରେନ୍ରେ ସାରା ଠାକୁରଙ୍କୁ ଡାକି ଡାକି ପ୍ରଭୁ କେମିତି ଯିବି। ପାରାଦ୍ୱୀପର 9ଟା 8:30 9ଟା ଲାଷ୍ଟ, ଆଉ ପାରାଦ୍ୱୀପ ବସ୍ ନାହିଁ। ବାଇକ୍ ରଖିକି ଆଇଛି, ଜୟପୁରରେ ରଖିକି ଆଇଥିଲି, କେମିତି ଯିବି। ସେମିତି ଠାକୁରଙ୍କୁ ଡାକୁଥାଏ ପ୍ରଭୁ କେମିତି ଯିବି, ପ୍ରଭୁ କାଳିଆ ଠାକୁର ଛୋଟ ଛୁଆ କେମିତି ନେଇକି ଯିବି। ଏମିତିକି ଠିକ୍ ଟ୍ରେନ୍ରେ ଓହ୍ଲେଇ ଯାଇଛି, ହେଇଗଲା 10:30 11ଟା ରାତି ହେଇଗଲା। 10:30 11ଟା ରାତି ଭିତରେ ମୋତେ ଜଣେ ଡ୍ରାଇଭର ଆସିଲେ, ଅଟୋ ଡ୍ରାଇଭର ଆସିଲେ, କହିଲେ ତୁମେ କୁଆଡ଼େ ଯିବ। ମୁଁ ଭାବୁଥିଲି ରହିଯିବି, ଷ୍ଟେସନରେ ରହିଯିବି, ମୁଁ ସକାଳୁ ଯିବି, କାରଣ 11ଟା ରାତି ହେଲା କେମିତି ଯିବି ଛୋଟ ଛୋଟ ଛୁଆକୁ। କିନ୍ତୁ ବାଇକ୍ ରଖିଛି ଜୟପୁର, ଆମ ଜୟପୁରରେ ରଖିକି ଯାଇଥିଲି। କେମିତି ମାନେ ବହୁତ ଡର ଲାଗୁଥାଏ, କେମିତି 11ଟା ରାତି ହେଲା କେମିତି ଯିବି। ମାନେ କାଳିଆ ଠାକୁର ସିଏ ଆଇଲେ, ସେ ଅଟୋବାଲା ଆଇଲେ, ମୋତେ କହିଲେ ଆସ ଯିବ। ମୁଁ କହିଲି କେଉଁଠି ଯିବି, କହିଲେ ତୁମେ ଉମ୍ପିରେ ଯିବ। ମୁଁ କହିଲି ହଁ ଉମ୍ପି ତ ଯିବି। ମୁଁ କହିଲି କିନ୍ତୁ ପାରାଦ୍ୱୀପ ଗାଡ଼ି ମିଳିବ ନାହିଁ, କାରଣ 11ଟା ରାତି ହେଲାଣି ନା। ବର୍ତ୍ତମାନ 11ଟା ରାତିରେ ଆଉ କେଉଁଠି ମିଳିବ, ସେ ଠାକୁରଙ୍କୁ ଡାକୁଥାଏ। ଯାଇଛି ଆମ୍ବୁଲାନ୍ସ ଗୋଟେ ଠିଆ ହେଇଛି, ମାନେ ଅଟୋରୁ ଓହ୍ଲେଇ ପଡ଼ିଲି ତ ଆମ୍ବୁଲାନ୍ସ ଠିଆ ହେଇଛି। ଆମ୍ବୁଲାନ୍ସ କେମିତି ଯିବ ପୁଣି ଜୟପୁର, ମାନେ ଆମର ତ ପାରାଦ୍ୱୀପରୁ ଗୋଟେ ବସ୍ ନାହିଁ, ସେ ଏମିତି ଯିବ କନ୍ଦରପୁର ଯିବ କେମିତି, ଆମ ଜୟପୁର ମାନେ ଜଗତସିଂହପୁର ଦେଇକି ଯିବ। ଯାହା ହଉ ଗୋଟାଏ ରାତିରେ ମୁଁ ପହଞ୍ଚିଲି। ମାନେ ଠାକୁରଙ୍କୁ ବହୁତ ଡର ଥିଲା, ଭଗବାନଙ୍କୁ ଡାକି ଡାକି ପ୍ରଭୁ କାଳିଆ ଠାକୁର ମୋତେ ଏମିତି ଆଶୀର୍ବାଦ କରିଥାଉ। ସବୁ ସଂକ୍ରାନ୍ତି ଦିନ ଯେମିତି ଆଉଛି ସେମିତି ଆସୁଥାଏ, ଆଉ କିଛି ଦରକାର ନାହିଁ ପ୍ରଭୁ କାଳିଆ ଠାକୁର, ଆଉ କିଛି ଦରକାର ନାହିଁ। ଜୟ ଜଗନ୍ନାଥ, ଜୟ ମା ଶାରଳା। ଜୟ ଜଗନ୍ନାଥ। ଟିଭି ଦେଖନ୍ତି? ଆଜ୍ଞା ମୁଁ ପ୍ରତ୍ୟେକ ଦିନ ଦେଖେ। ପ୍ରତ୍ୟେକ ଦିନ କେବେ ଅନୁଭୂତି ମାନେ କହିବାର ସୁଯୋଗ ମିଳିନଥିଲା, କାରଣ ମୋ ଟାଇମ୍ ଆଉ ଏ ଟାଇମ୍ ଭିତରେ ଆସିବା କେମିତି, ମୁଁ ଆସିକି କେମିତି ପଳେଇବି। ସଂକ୍ରାନ୍ତି ଦିନ ଆସିବି କେମିତି କ'ଣ ତୁରନ୍ତ ପଳାଏ, କେମିତି କାଳିଆ ଦର୍ଶନ ମିଳି ଟିକେ ଅବଢ଼ା ପାଇକି ପଳାଏ। ବାପା ଦେଖନ୍ତି, ପିଲା ଛୁଆ ବି ଦେଖନ୍ତି, ସମସ୍ତେ ଆମେ ଜୟ ଜଗନ୍ନାଥ ଟିଭି ବହୁତ ମାନେ ଆଖି ମାନେ ଟିଭି ଖୋଲିଲେ ଜଗନ୍ନାଥଙ୍କୁ ମନ ଭିତରେ, ଟିଭିରେ ସବୁଦିନ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ। ଜୟ ଜଗନ୍ନାଥ।